ଟଙ୍କା ନେଇଥାନ୍ତା କେତେ ଆସିଥିଲେ ଦୁଇ ଜଣକୁ 2 ଜଣଙ୍କୁ 30 ଟଙ୍କା ନେଇଥାନ୍ତା। 30 ଟଙ୍କା ନେଇଥାନ୍ତା। ଦେଖାଯାଉ ଇଏ ରୋଡ଼ ଯେମିତିଆ ହେଇଛି ନବୀନ ବାବୁଙ୍କର ସରକାର ଶାସନରେ ଯେମିତି ଥିଲା, ବର୍ତ୍ତମାନ ମୋହନ ମାଝୀଙ୍କ ସରକାର ଆସିଲେ ଦେଖିବା ଏ ରୋଡ଼ ଘାଟର କେମିତି କ'ଣ ଉନ୍ନତି କରୁଛନ୍ତି, କ'ଣ କରୁଛନ୍ତି। କାହିଁକିନା ଭାରତର ତ ରାସ୍ତା ଅବସ୍ଥା ଏଇଆ ଆଉ, ଯେଉଁଠି ଖାଇବେ ସେଇଠି ହଗିବେ ଆଉ। ରୋଡ଼ ସାଇଡ଼ରେ ଝାଡ଼ା, ରୋଡ଼ ସାଇଡ଼ରେ କଚଡ଼ା, ମାନେ କେଉଁ ଭଳିଆ ଅସନା ଦେଖିଲ। ମୋହନ କରିପାରୁନି, ମୋହନ କାମ ନବୀନ ଭଳିଆ କରିପାରୁନି। କିଛିଟା ନିୟମ ଯଦି ପରିବର୍ତ୍ତନ କରନ୍ତେ, ହାର୍ଡ଼ ନିୟମ କରନ୍ତେ, ତାହେଲେ ଲୋକ ସୁଧରନ୍ତେ। ଲୋକ ମେନ୍ ସୁବିଧା ଦରକାର। କେଉଁ ଭଳିଆ କଚଡ଼ା ଦେଖୁଛ, ଏଇଠି ଦେଖିଲ କେଉଁ ଭଳିଆ କଚଡ଼ା ପଡ଼ିଛି। ଏ ଦୋକାନଟା ହେଇଛି, କଚଡ଼ା ମଚଡ଼ା ପଡ଼ି, ଅଳିଆ ଦେଖିଲ ସବୁ, ପ୍ରବଳ ଅଳିଆ ଆବର୍ଜନା। କିଏ ବି ମାନେ କହୁନାହାନ୍ତି ଏଠି ଅଳିଆ କାହିଁ କରିଛ, କ'ଣ ପାଇଁ କରିଛ ଅଳିଆ। ହଁ, କାହାର କିଛି ନାହିଁ, ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ, ନିଜ ନିଜ ସ୍ୱାର୍ଥ ଦେଖିଲେ। ବାକି ଦେଶର ଯାହା ହେଉଛି ହଉ, ଆମେ ଖାଲି ଦେଖିକିରି ଖାଲି କହିବା ନା ଆଉ, କିନ୍ତୁ କାର୍ଯ୍ୟକାରୀ କରିବାକୁ କେହି ନାହାନ୍ତି। ଚପଲ ବିକ୍ରି ହେଉଛି, ଦେଖ ଏ ଗୋଟେ ଗାଡ଼ିଆ, କେତେ ସୁନ୍ଦର ଗାଡ଼ିଆଟା ନା ନାହିଁ। ତା ଗାଡ଼ିଆର ଦେଖ ଅବସ୍ଥା, ଦେଖ କ'ଣ ହେଇଛି। କିଏ ସଫା କରିବ ଆକୁ କହିଲ। ଏ ହେଉଛି ଆମ ଭାରତ। ଏଇଟା କ'ଣ କାହାକୁ ଦେଖାଯାଉନି? କେତେ ସୁନ୍ଦର ଗାଡ଼ିଆଟାକୁ ଯଦି ପରିଷ୍କାର ପରିଚ୍ଛନ୍ନ କରିଦିଅନ୍ତା, କେତେ ସୁନ୍ଦର ଲାଗନ୍ତା ନା ନାହିଁ। ବଢ଼ିଆ ଲାଗନ୍ତା ତାକୁ ଯଦି ବାଗେଇ ନଅନ୍ତେ, ଗଛ ପତ୍ର ପକେଇ। ନା, ସେଥିପାଇଁ କାହାର ଧ୍ୟାନ ନାହିଁ। ବଢ଼ିଆ ଟପ୍ ଦେଖାହବ। ନେତାମାନଙ୍କର ଖାଲି ଭାଷଣ, ଭାଷଣଠୁ ଆଉ କିଛି ନାହିଁ। ଆଉ ପଇସା ଖାଇଲେ। ଏଇଟା ଭାଇ କେଉଁ ଛକ ଆଇଲା? ବୈରା ଛକ। ମାନେ ଏଇଟା ହେଉଛି ଆମର ରିଜର୍ଭ ବ୍ୟାଙ୍କ ଇଣ୍ଡିଆର ଡାଟା ସେଣ୍ଟରର ସର୍କଲଟା ଏଇଟା। ୟା ଭିତରେ ଦେଖ ଏଭଳିଆ ମାନେ ଦୁର୍ଦ୍ଦଶା। ଆକୁ କରିଦେବ ବୋଧେ ପଛରେ ବାଗେଇ ଦେବ, ଆକୁ ରୋଡ଼ ମେଲେଇ ଦେବ, ମଝିରେ ଗୋଟେ କରିଦେବ ପିଣ୍ଡି। କରିବ ସେଇଟା ତ ପଛ କଥା। ରାଜଧାନୀ ଭଳିଆ ଜାଗା ବି ଯିବା ଆମେ ଦେଖିବା, ରାଜଧାନୀରେ ଦେଖିବ କେଉଁ ଭଳିଆ ପରିସ୍ଥିତି ହେଇଛି। ରାଜଧାନୀରେ ବି ଦେଖିବ, ସେଇଟା ଗୋଟେ ରାଜଧାନୀ ନାହିଁ ଗୋଟେ ଓଡ଼ିଶାର, ତା ଅବସ୍ଥା କ'ଣ ଭଲ ଅଛି? ତା'ର ଯେଉଁ ଭଳିଆ ରୋଡ଼, ଯେଉଁ ଭଳିଆ କାମ ହେଇଛି, ଯେମିତି ଦେଖିବ ମେନ୍ ମେନ୍ ଜାଗା ଗୁଡ଼ାକ ଗୋଟେ ଗୋଟେ ଜାଗା ଖାଲି ଆଖି ଦୃଶିବା ପାଇଁ କରିଦେଇଛନ୍ତି। ନହେଲେ ବାକି ଅଲଗା ଜାଗା, ଅଲଗା ରାସ୍ତା ଦେଖିବ ସବୁ କେଉଁ ଭଳିଆ ସବୁ ସେଠି ଅଳିଆ ଆବର୍ଜନା ସବୁ ପଡ଼ିଛି, ଅପରିଷ୍କାର ଅପରିଚ୍ଛନ୍ନ ହେଇକି ପଡ଼ିଛି। ତା ଉପରେ କାହାର ଧ୍ୟାନ ନାହିଁ। ଖାଲି ଖାଲି ମେନ୍ ମେନ୍ ଜାଗା ଗୁଡ଼ାକ ସଫା କରିଦେଲେ କ'ଣ ହେବ? ଟୋଟାଲ୍ ଭୁବନେଶ୍ୱରଟା ଯେମିତି ପୁରା ନିଟ୍ ଆଣ୍ଡ କ୍ଲିନ୍ ରହିବା ଦରକାର। ଡ୍ରେନେଜ୍ ବ୍ୟବସ୍ଥା ବି ଠିକ୍ ନଥିବ, ଅଳିଆ ଆବର୍ଜନା ସବୁଆଡ଼େ ପଡ଼ିଛି। ଏଇଟା ଦୁବାଇ ଗୋଟେ ଦେଖିଲ। ଦୁବାଇ ମାନିବାକୁ ଗୋଟେ ଜାଗା ଦେଖିଦେଲେ, ଦୁବାଇରେ ଗୋଟେ ଅଳିଆ ପାଇବନି। ତାପରେ ଜାଗା ଦେଖିଲେ ଦୁବାଇ ଗୋଟେ। ହେଲେ ଆମ ଭାରତ ଭଳିଆ ଦେଶ ସାରା ପୃଥିବୀରେ ନାହିଁ। ଭାରତ ଭଳିଆ ଦେଶ ପୃଥିବୀରେ ନାହିଁ, କିନ୍ତୁ ଭାରତଟାକୁ ଆମକୁ ଏମିତି ଅଳିଆ କରି ରଖିଛନ୍ତି। ମାନେ ନେତା ମାନେ ସବୁ ମାନେ ଯେଉଁଭଳିଆ ଅଳିଆ କରି ରଖିଛନ୍ତି, ଇଏ ମୋତେ ଲାଗୁନି ଆଉ କି ସୁଧୁରିଲା ଭଳିଆ। ଆମ ଲୋକ ସୁଧୁରିବେନି କି ଆମ ନେତାମାନେ ବି ସୁଧୁରିବେନି। ଅଳିଆ ହେଇକି ରହନ୍ତି। ଏମାନଙ୍କୁ ଘୁଷୁରୀମାନଙ୍କୁ କ'ଣ ପଙ୍କଟା ତାକୁ ଭଲ, ପଙ୍କରେ ଲୁଟିବା ପାଇଁ ତାକୁ ଭଲ ଲାଗେ ନା ଆଉ। ତାଙ୍କୁ ନେଇକି ତୁମେ ଯଦି ଡଲମ ଗଦିରେ ଶୁଆଇବ, ସେ ଶୋଇବେ? ଶୋଇବେନି। କାହିଁକିନା ପରିଷ୍କାର ପରିଚ୍ଛନ୍ନ ଆମ ଦେଶରେ ନାହିଁ। ପରିଷ୍କାର ପରିଚ୍ଛନ୍ନ ଟୋଟାଲ ନାହିଁ। ଅଳିଆ ଆବର୍ଜନା ହିଁ ତାଙ୍କୁ ଭଲ ଲାଗୁଛି। ତାପରେ ଦେଖ ଭୁବନେଶ୍ୱର, ତୁମକୁ ଦେଖେଇବି, ଭୁବନେଶ୍ୱରରେ ଚାଲ ଗୋଟେ ଜାଗା ଦେଖିବ କେଉଁ ଭଳିଆ ଅଳିଆ ଆବର୍ଜନା। ଏନ୍ଏସି ବାଲା, ଯେଉଁ ବିଏମ୍ସି ବାଲା କ'ଣ କରୁଛନ୍ତି? କିଛି ନାହିଁ। ସଫା କରିବା ଲୋକ। ଅଳିଆ ନମ୍ବର 1ରେ ଭାରତ ରହିବ, 1 ନମ୍ବର। ଅଳିଆ ନମ୍ବର 1ରେ ଖାଲି ଯେଉଁ ଜାଗାରେ ଖାଲି ଲୋକ ଆମର ଦେଖ କୋଣାର୍କ ଗଲେ ଦେଖିଦେବ, କୋଣାର୍କ ଯାଅ,
କି ପୁରୀ ଯାଅ, ଖାଲି ମନ୍ଦିର ପରିସରଟା ସଫା କରିଦେଲେ କ'ଣ ହେବ? ତ ଟୋଟାଲ୍ ସବୁ ସିଷ୍ଟମ୍ ସେଠି ପୁରା ଏକଦମ ସିଷ୍ଟମ୍ ହିସାବରେ କାମ ହେଉନି। ନହେଲେ ଭାରତରେ ଯେତିକି ଜାଗା ଅଛି, ଯେତିକି ବୁଲିବା ଜାଗା ଅଛି, ଭାରତ ଭଳିଆ ମାଟି ଆଉ ସଂସାରରେ ନାହିଁ। କିନ୍ତୁ ସେ ମାଟିକି ଆମେ ପୁରା ଖରାପ କରିସାରିଲାଣି। ଗୋଟେ ଜାଗା ବୁଲିଲେ ତ ମନ ପୁରି ଯାଉଛି। ଆଉ ଭାରତରେ ତୁମେ ଅଲରାଉଣ୍ଡର ସବୁ ଜିନିଷ ପାଇବ, କିନ୍ତୁ ଏମାନେ ସବୁ ହତାଧାର କରିଦେଉଛନ୍ତି। ମାନେ ବାହାର ଦେଶ ଯେଉଁ ଲୋକମାନେ କେତେ ପରିଷ୍କାର ପରିଚ୍ଛନ୍ନ ଭଲରେ ଅଛନ୍ତି ନା ନାହିଁ, ଆମ ଭାରତ ଚାହିଁଲେ କ'ଣ ହେବନି? ହେବ। କିନ୍ତୁ ଏ ଶଳା ତାଙ୍କ ତ ପେଟ ଭରିବା କଥା, ତାଙ୍କ ପକେଟ୍ ପୁରିବା କଥା, ସେ କାହିଁକି ଏତେ କଥା ଟେନସନ୍ ନେବେ? ନିଜ ଘର ତାଙ୍କର ପରିଷ୍କାର ପରିଚ୍ଛନ୍ନ ରହିବ, ବାହାର ତେଣିକି ଯାହା ହେଉଛି ହଉ। ହଉ, ଆମ ଛକ ଆସିଗଲା, ଆମେ ଏଠୁ ଭୁବନେଶ୍ୱର ବାହାରିବା ଆଉ। ତାପରେ ଦେଖିବା ଭୁବନେଶ୍ୱର କ'ଣ ହେଉଛି ଆଉ। ଭୁବନେଶ୍ୱର ତ 108 ସବୁ ତ ଏଇଟା କରିଛି।